କଳାହାଣ୍ଡି ନିର୍ବାଚନୀ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ଦଳ ନିଜ କର୍ମୀ କାର୍ଯ୍ୟକର୍ତ୍ତାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଆସ୍ଥା ରଖି ଦାୟିତ୍ୱ ପ୍ରଦାନ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛନ୍ତି। ବିଜୁ ଜନତା ଦଳ ମଧ୍ୟ ନିଜ କର୍ମୀ କାର୍ଯ୍ୟକର୍ତ୍ତା ଉପରେ ପୂର୍ଣ୍ଣ ବିଶ୍ୱାସ ରଖିଛି। ଜିଲ୍ଲାର ନୂତନ କର୍ମକର୍ତ୍ତା ଚୟନ କରୁଛି। ଜୟପାଟଣା ବ୍ଲକ ମଙ୍ଗଳପୁର ଗ୍ରାମର ଗଣେଶ ବାଗଙ୍କୁ ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଭାବରେ ମନୋନୀତ କରିଛି। ଭାରିପୋଳି ଗ୍ରାମର ବିଘ୍ନରାଜ ପଣ୍ଡାଙ୍କୁ ବିଜୁ ଯୁବ ଜନତା ଦଳର ଜିଲ୍ଲା ଜେନେରାଲ ସେକ୍ରେଟାରୀ ଭାବରେ ମନୋନୀତ କରିଛନ୍ତି। ଇ ଗଣେଶ ବାଗଙ୍କୁ ବିଜୁ ଜନତା ଦଳ ଆସ୍ଥା ବିଶ୍ୱାସ ରଖି ଯେଉଁ ଦାୟିତ୍ୱ ଦେଇଛନ୍ତି ତାହା ସୁଚାରୁ ରୂପେ ତୁଲାଇବ ବୋଲି ପ୍ରକାଶ କରିଛନ୍ତି। ତାଙ୍କ ଉପରେ ବିଶ୍ୱାସ ରଖି ଦାୟିତ୍ୱ ଦେଇଥିବାରୁ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବରିଷ୍ଠ ନେତା ଭିକେ ପାଣ୍ଡିଆନ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପ୍ରଭାରୀ ଶ୍ରୀ ପ୍ରଣବ ବଳବନ୍ତ ରାୟ, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଲାଞ୍ଜଗଡ଼ ବିଧାୟକ ଶ୍ରୀ ପ୍ରଦୀପ ଦିଶାରୀ, ଜିଲ୍ଲା ଯୁବ ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ସଭାପତି ଅବିନାଶ ଠାକୁର ତଥା ସମସ୍ତ ମାର୍ଗଦର୍ଶନକୁ ଧନ୍ୟବାଦ ଜଣାଇଛନ୍ତି। ଧର୍ମଗଡ଼ ସବ୍ ଡିଭିଜନରୁ ପରମାନନ୍ଦ ଛତ୍ରିଆଙ୍କ ରିପୋର୍ଟ।